ଘନ ଜଙ୍ଗଲ ଭିତରେ ଚାରି ଡାକୁ ରହୁଥିଲେ। କାଲୁ, ଭରା, ଲଙ୍ଗଡ଼ା ଆଉ ନଟୁ। ଚାରିଜଣ ସବୁବେଳେ ଭାବୁଥିଲେ ଯେ କାମ ନ କରି କେମିତି ଧନୀ ହେବେ। ଗୋଟିଏ ରାତିରେ ସେମାନେ ଜଙ୍ଗଲ ପାଖର ଗାଁରେ ଚୋରି କରିବା ପାଇଁ ଯୋଜନା କଲେ। କାଲୁ କହିଲା, ଆଜି ରାତିରେ ଆମେ ଗାଁର ସବୁଠୁ ଧନୀ ସାହୁକାର ଘରକୁ ଯିବା। ସଭିଏ ମୁହଁ ଢାଙ୍କି ଅନ୍ଧାରରେ ବାହାରି ପଡ଼ିଲେ। ରାସ୍ତାରେ ଗୋଟିଏ ବୁଢ଼ା ସାଧୁ ସହିତ ଦେଖା ହେଲା। ସାଧୁ କହିଲେ, ବେଟା, ଭୁଲ ରାସ୍ତା କେବେ ଖୁସି ଦିଏନି। ଡାକୁମାନେ ସେ କଥାକୁ ଧ୍ୟାନ ନ ଦେଇ ଆଗକୁ ଚାଲିଗଲେ। ସାହୁକାର ଘରକୁ ପହଞ୍ଚିବା ବେଳେ ଜୋର ବର୍ଷା ଆରମ୍ଭ ହେଲା। ବିଜୁଳି ଚମକିଲା ଆଉ ଗାଁର ଲୋକେ ଉଠି ପଡ଼ିଲେ। ଚାରିଜଣ ଡରିବାକୁ ଲାଗିଲେ। ଭାଗିଲା ସମୟରେ ନଟୁ ଗୋଟେ ଗାତରେ ପଡ଼ିଗଲା। ବାକି ତିନିଜଣ ତାକୁ ବଞ୍ଚାଇବାକୁ ଫେରି ଆସିଲେ। ସେହି ସମୟରେ ଗାଁର ଲୋକେ ସେମାନଙ୍କୁ ଧରିଦେଲେ। କିନ୍ତୁ ଗାଁର ମୁଖିଆ କହିଲେ, ତୁମେ ଯଦି ପରିଶ୍ରମ କରିବ ଆମେ ତୁମକୁ କ୍ଷମା କରିଦେବୁ। ଚାରି ଡାକୁ ନିଜ ଭୁଲ ବୁଝିଗଲେ। ସେମାନେ ଚୋରି ଛାଡ଼ି ଜଙ୍ଗଲରେ କାଠ କାଟି ଆଉ ଚାଷ କାମ କରିବା ଆରମ୍ଭ କଲେ। କିଛି ମାସ ଗଲେ ସେମାନେ ସତ୍ୟବାଦୀ ଆଉ ଭଲ ମଣିଷ ହୋଇଗଲେ। କାହାଣୀର ଶିକ୍ଷା, ଭୁଲ ରାସ୍ତା କିଛି ସମୟ ପାଇଁ ଲାଭ ଦେଇପାରେ, କିନ୍ତୁ ପରିଶ୍ରମ ଆଉ ସତ୍ୟତା ସବୁବେଳେ ସତ୍ୟ ଦେଇଥାଏ। ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଯଦି ଭଲ ଲାଗିଲା ଲାଇକ୍, କମେଣ୍ଟ, ସେୟାର କରିବେ। ଆଉ ଯଦି ପସନ୍ଦ ଲାଗିଲା ସବସ୍କ୍ରାଇବ୍ କରିବେ। ଆଉ ଏମିତି ମୋ ଚ୍ୟାନେଲରେ ନୂଆ ନୂଆ ଭିଡ଼ିଓ ଆସିବ ଏମିତି। ଆଉ ଭିଡ଼ିଓ ଦେଖିବା ଭୁଲିବେନି।